ସାଙ୍ଗମାନେ ଆଜିର ଏଇ ମାଟି ଆଳୁ ଭଜାଟା ଏତେ ଟେଷ୍ଟି ଥିଲା, ପଖାଳ ଭାତ ପୁରା ଜମିଗଲା। ତ ଆପଣମାନେ ବି ଏମିତି ଥରେ ଥରେ ବନେଇ ଖାଆନ୍ତୁ, ବହୁତ ହି ଟେଷ୍ଟ ଲାଗିବ। ତ ସମସ୍ତେ ତ ଖାଇକି ବହୁତ ଖୁସି। ତ ଭାବିଥିଲୁ ସକାଳୁ ଆଜି କ'ଣ ରୋଷେଇ କରିବୁ ବୋଲି, ବସି ବସି ବାରିଆଡ଼େ ବସିଲା ବେଳକୁ ଦେଖିଲା ବେଳକୁ ଏଠି ମାଟି ଆଳୁ ହେଇଥିଲା। ତ ଆମେ ବହୁତ ଦିନ ହେଲା ଭାବୁଥିଲୁ ତାକୁ ତାଡ଼ିବୁ ବୋଲି, କିନ୍ତୁ ତାଡ଼ି ପାରୁନଥିଲୁ। ତ ଏଇଠି ପୁଅକୁ ଡାକିଲୁ କି ଏଇଟା ଟିକେ ତାଡ଼ିଦେଲା। ତ ଦେନ୍ ସେ ତାଡ଼ିଦେଲେ, ଯଦି ବି ଆମେ ତାକୁ ନ ତାଡ଼ିଥାନ୍ତୁ ସେ ପୁଣି ଗଛ ହେଇ ସେଠି ଆଳୁ ହେଇଥାନ୍ତା। ତ ଏ ଆଳୁକୁ ମୋତେ ଛୁରୀରେ କାଟିବା ପାଇଁ ବହୁତ ହି ପରିଶ୍ରମ କରିବାକୁ ପଡ଼ିବ, କାହିଁକିନା ଲାଳୁଆ ଜିନିଷ ସେ ଖସିଯିବ। ତ ମୁଁ ଚକା ମାଡ଼ିକି ବସି ପଡ଼ିଲି ଏଠି ସବୁ ପନିକିରେ କାଟିବା ପାଇଁ। ଦେନ୍ ଆଳୁଟା ଏତେ ସୁନ୍ଦର ଆଳୁ, ଯେହେତୁ ଦେଶୀ ଆଳୁ ମାନେ ସାର ମସଲା କିଛି ଦିଆହେଇନି, ତ ବାରିରେ ହେଇଥିଲା ମାନେ ବହୁତ ହି ବଢ଼ିଆ ଆଳୁଟା। ତାକୁ କାଟି କାଟୁ ପୁରା ଭାଙ୍ଗି ଯାଉଥିଲା। ଦେନ୍ ତାକୁ ବଢ଼ିଆ ସେ 3-4 ଥର ପୁରା ଧୋଇଦେଲି। ଧୋଇ ସାରିଲା ପରେ ପ୍ଲେଟ୍ରେ ରଖିଦେଇକି ତାର ମସଲା ପାଇଁ ଗୋଟେ ପ୍ରସ୍ତୁତ କରିଦେଲି, ଯେମିତିରେ କି ଏଠି ଜିରା, ସୋରିଷ, ରସୁଣ, ଲଙ୍କା। ଦେନ୍ ତାକୁ ଗୋଟେ ବଢ଼ିଆ ଫାଇନ୍ ପେଷ୍ଟ ବନେଇ ନେଇ ଆସିଲି। କଡ଼େଇରେ ତେଲ ଦେଲି, 5 ଫୁଟଣ ଦେଲି, ସେ ଆଳୁକୁ ପକାଇ ଦେଇକି ହଳଦୀ ଲୁଣ ଦେଇକି ତାକୁ କଭର୍ କରିନେବା କିଛି ସମୟ ପାଇଁ। ତାର ଲାଳୁ ଅଂଶଟା ମରିଗଲା ପରେ ଦେନ୍ ଏଠି ଆମେ ଦେବା ଯେଉଁ ସୋରିଷର ଯେଉଁ ବାଟଣଟା ବନେଇଥିଲି ତାକୁ ଦେଇଦେବା। ଦେଇକି ତାକୁ ସିମ୍ କରିକି ଧୀରେ ଧୀରେ ଭାଜିବା, ପୁରା ପୋଡ଼ ପୋଡ଼ ହେଲା ପର୍ଯ୍ୟନ୍ତ। ଆଉ ବାସ୍ନା ତ ବହୁତ ହି ବଢ଼ିଆ ଆସୁଛି, ଖାସ୍ କରି ପଖାଳ ଭାତ ଖାଇବା ପାଇଁ ବହୁତ ମଜା ଆସିବ। ଲାଷ୍ଟକୁ ଏଠି ଧଣିଆ ପତ୍ର ଦେଇଦେବା। ଏବେ ରେଡ଼ି ହେଇଗଲା ଆମର ମାଟି ଆଳୁ ଭଜା। ଆପଣମାନଙ୍କୁ କେମିତି କ'ଣ ଲାଗିଲା ନିଶ୍ଚିନ୍ତ ଜଣାଇବେ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ବାଏ ବାଏ।